ମୋ ନାଁ ରାଜୁ। ମୁଁ ଅନୁଗୁଳରେ ଗୋଟେ ଇଲେକ୍ଟ୍ରୋନିକ୍ ଦୋକାନରେ କାମ କରେ। ମୁଁ ଆଜି ମୋ ଜୀବନରେ ଘଟିଥିବା ସତ ଘଟଣା ପ୍ରକାଶ କରିବାକୁ ଯାଉଛି। ମୋର ବୟସ 25 ବର୍ଷ। ଦେଖିବାକୁ ସୁନ୍ଦର, ଆଉ ଗୋଟେ ହିରୋଠାରୁ ବି କମ୍ ଲାଗେନି। ମୁଁ ଝିଅ ପଟେଇବାରେ ମହାରଥୀ ହାସଲ କରିଛି। ଆଜି ମୁଁ ଯେଉଁ କାହାଣୀ କହିବାକୁ ଯାଉଛି, ମୋର ଆଶା ଅଛି ଯେ କାହାଣୀ ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଏବେ ମୁଁ ଆପଣଙ୍କର ସମୟ ନଷ୍ଟ ନକରି ସିଧା କାହାଣୀ ଉପରକୁ ଆସୁଛି। ମୋର ଶ୍ରାବଣୀ ବୋଲି ଗୋଟେ ପ୍ରେମିକା ଅଛି। ସେ ବି ଅନୁଗୁଳରେ ତା ଭଉଣୀ ସହିତ ଗୋଟେ ରୁମ୍ ନେଇକି ରହେ। କିନ୍ତୁ ସାଙ୍ଗମାନେ, ଆଜି ମୁଁ ଯେଉଁ କାହାଣୀ ନେଇ ଆସିଛି ସେଇଟା ମୋ ପ୍ରେମିକାର ଭଉଣୀ ସାଙ୍ଗରେ ଘଟିଥିବା କାହାଣୀଟିଏ। ଗୋଟେ ଦିନ ମୁଁ ମୋ ପ୍ରେମିକା ଶ୍ରାବଣୀକୁ ଦେଖା କରିବା ପାଇଁ ତା ରୁମ୍କୁ ଯାଇଛି। ଆଉ ଘର ବାହାରେ ଥାଇ ବେଲ୍ ବଜେଇଲି। ଗୋଟେ 20ରୁ 22 ବର୍ଷର ଝିଅ, ଦେଖିବାକୁ ସୁନ୍ଦରୀ। ସେ ଆସିକି କବାଟ ଖୋଲିଲା। କ'ଣ ଲାଗୁଥିଲା ସେ ପୁରା ସ୍ୱର୍ଗର ଅପ୍ସରୀ। ତାକୁ ଦେଖି ମୋର ବାଣ୍ଡ ସିଗ୍ନାଲ ଦେବାକୁ ଆରମ୍ଭ କଲା। ତା ଦେହର ସାଇଜ୍ ପାଖାପାଖି 34 ଥିଲା। ଦେଖିବାକୁ ଗଲେ ଗୋଟେ ଜବରଦସ୍ତ ମାଲଟେ ଥିଲା। କିଛି ସମୟ ପରେ ମୁଁ ତାକୁ ପଚାରିଲି, ଶ୍ରାବଣୀ ଘରେ ଅଛି? ସେ ସଙ୍ଗେ ସଙ୍ଗେ କହିଲା, ନା, ଅପା ଘରେ ନାହିଁ, ବାହାରକୁ ଯାଇଛି। ମୁଁ ତାକୁ ଆଗରୁ କେବେ ଦେଖିନଥିଲି, ତ ତାକୁ ପଚାରିଲି, ତମେ କିଏ? ମୁଁ ତ ତମକୁ ଆଗରୁ କେବେ ଦେଖିନି। ସେ କହିଲା, ମୁଁ ଶ୍ରାବଣୀ ଦିଦିର ସାନ ଭଉଣୀ। ତାହେଲେ ତମ ନାଁ ଅନିତା ନା? ଶ୍ରାବଣୀ ତମ କଥା ମୋତେ ଥରେ ଅଧେ କହିଛନ୍ତି। ମୁଁ ଜାଣିଛି, ତମକୁ କିନ୍ତୁ ମୁଁ କେବେ ଦେଖିନଥିଲି। କିଛି ସମୟ କଥାବାର୍ତ୍ତା ହେବା ପରେ ସେ ମୋତେ ଘର ଭିତରକୁ ଆସିବାକୁ କହିଲା। ମୁଁ ଘର ଭିତରକୁ ଗଲି। ଆମେ ଦୁଇଜଣ କିଛି ସମୟ ତାଙ୍କ ସୋଫା ଉପରେ ବସି କଥାବାର୍ତ୍ତା ହେଲୁ। କିଛି ସମୟ କଥାବାର୍ତ୍ତା ପରେ ସେ କହିଲା, ତମେ ଟିକେ ବସିଥାଅ, ମୁଁ ଟିକେ ଚା ବନେଇକି ନେଇ ଆସୁଛି। ମୁଁ ମନା କରିଥିଲି, କିନ୍ତୁ ବାଧ୍ୟ କରିବାରୁ ଚା ପିଇଲି। ଚା ପିଇବା ସଙ୍ଗେ ସଙ୍ଗେ ମୁଁ କହିଲି, ତମ ଭଳି ତମ ଚା ବି ବହୁତ ଭଲ। ସେ ଟିକେ ହସିକି କହିଲା, ହଁ, ତମେ ବି ଅନ୍ୟର ପ୍ରଶଂସା କରିବାରେ ମାହିର। ମୁଁ ତାକୁ ପଚାରିଲି, ତମର କେହି ପ୍ରେମିକ ନାହାନ୍ତି? ସେ କହିଲା, ନା, ଆଜି ପର୍ଯ୍ୟନ୍ତ କେହି ପସନ୍ଦ ଆସିନାହାନ୍ତି ଯାହାକୁ ମୁଁ ପ୍ରେମିକ ବନେଇବି। ମୁଁ ପଚାରିଲି, ତମକୁ କେମିତି ପ୍ରେମିକ ଦରକାର? ସେ ଟିକେ ହସିକି କହିଲା, ଠିକ୍ ତମ ପରି ସୁନ୍ଦର ଆଉ ହ୍ୟାଣ୍ଡସମ୍ ହୋଇଥିବ। ସେ ମୋତେ ତିରିକି ଚାହାଣୀରେ ଅନାଉଥିଲା। ମୋତେ ଲାଗୁଥିଲା ଯେମିତି ସେ ମୋତେ ଲାଇନ୍ ମାରୁଛି। କିଛି ସମୟ ପରେ ମୁଁ ତାକୁ ବାଏ କହି ଚାଲି ଆସିଲି। ସେ ସମୟରେ ଲାଗୁଥିଲା ଯେମିତି ମୋ ଠାରୁ ସେ ଗିଆ ଖାଇବାକୁ ଅପେକ୍ଷା କରିଛି। ତା ପରଦିନ ସକାଳେ ପାଖାପାଖି 8ଟା ହେବ, ମୋ ଫୋନ୍କୁ ଗୋଟେ ନୂଆ ନମ୍ବରରୁ କଲ୍ ଆସିଲା। ମୁଁ ଉଠେଇକି ହାଲୋ କହିବାରୁ ଆରପଟ ଝିଅର ଶବ୍ଦ ଶୁଣାଗଲା। ସେ କହିଲା, କ'ଣ ହିରୋ, ଜାଣିପାରିଲ ମୁଁ କିଏ କହୁଛି? ମୁଁ କହିଲି, ହଁ, ଜାଣିପାରିଲି। ତମ ନମ୍ବର ସେଭ୍ ନଥିଲା ତ, ସେଥିପାଇଁ ପ୍ରଥମରୁ ଜାଣିପାରିଲିନି। ତାପରେ ମୁଁ ତାକୁ ପଚାରିଲି, ତମେ ମୋ ନମ୍ବର କେଉଁଠୁ ପାଇଲ? ସେ କହିଲା, ଅପାଠୁ ନମ୍ବର ଆଣିଥିଲି। କ'ଣ ତମେ ମୋ ଘରକୁ ଆସିପାରିବ? ମୁଁ ପଚାରିଲି, ସବୁ ଠିକ୍ ଅଛି ତ? ସେ କହିଲା, ନା, ତମେ ଆସିଲେ ସବୁ କହିବି। ମୁଁ କହିଲି, ଠିକ୍ ଅଛି, ମୁଁ ଏବେ ଯାଉଛି। ମୁଁ ଯେମିତି ତାଙ୍କ ଘରେ ପହଞ୍ଚିଲି, ଅନିତା ଆସି କବାଟ ଖୋଲିଲା। କ'ଣ ଲାଗୁଥିଲା ସେ ଜିନ୍ସ ଆଉ ଟପ୍ରେ। ତାପରେ ସେ ମୋତେ ଘର ଭିତରକୁ ଆସିବାକୁ କହିଲା। ଯେମିତି ଘରକୁ ଯାଇଛି ସେ କବାଟ ଭିତରୁ ଦେଇଦେଲା। ମୁଁ ପଚାରିଲି, ତମେ କବାଟ କ'ଣ ପାଇଁ ବନ୍ଦ କଲ? ଆଉ ଶ୍ରାବଣୀ କେଉଁଠି ଅଛି? ସେ କହିଲା, ଅପା ନାହିଁ, କଲେଜ ଯାଇଛି। ଆଉ ଜୋର ସେ ମୋତେ ଜାବୁଡ଼ି ଧରିଲା ଆଉ ମୋତେ ଚୁମା ଦେବାକୁ ଲାଗିଲା। ମୁଁ ତାକୁ ମନା କଲି। କହିଲି, ଅନିତା, ଏଇଟା ଠିକ୍ ନୁହେଁ। ତମ ଭଉଣୀକୁ ମୁଁ ଭଲ ପାଏ। ସେ କହିଲା, ପ୍ରକାଶ, ମୁଁ ବି ତମକୁ ବହୁତ ଭଲ ପାଏ। ମୁଁ କହିଲି, କିନ୍ତୁ ମୁଁ ତମର ଭଉଣୀକି ଧୋକା ଦେଇପାରିବିନି। ତାପରେ ସେ କହିଲା, ମୁଁ କେବେ କହିଲି ତମେ ମୋ ଭଉଣୀକୁ ଧୋକା ଦିଅ? ମୋ କହିବା କଥା, ତମେ ଆମ ଦୁଇଜଣଙ୍କୁ ଭଲ ପାଅ। ମୁଁ କହିଲି, ନା, ଏଇଟା କେମିତି ହୋଇପାରିବ? ଏଇଟା ବିଲକୁଲ ବି ଠିକ୍ ନୁହଁ। ତାପରେ ସେ ତାର ପିନ୍ଧିଥିବା ଟପ୍କୁ ଖୋଲିଦେଲା। ସେ କଳା ରଙ୍ଗର ଗୋଟେ ଭିତରେ କପଡ଼ା ପିନ୍ଧିଥିଲା। ତାକୁ ଦେଖି ମୁଁ ମୋ ସନ୍ତୁଳନ ହରାଇ ସାରିଥିଲି। ସେ କହିଲା, ମୋ ଭିତରେ କ'ଣ କମ୍ ଅଛି? ମୋତେ ତମେ ଭଲ ପାଇପାରିବନି। ତାପରେ ସେ ମୋ ପାଖକୁ ଆସିଲା ଆଉ ଜୋର ସେ ମୋତେ ଧରିକି ଚୁମା ଦେବାକୁ ଲାଗିଲା। ତା ଦୁଧ ମୋ ଛାତିରେ ବାଜୁଥିଲା ଆଉ ମୁଁ ମୋ ନିଜର କଣ୍ଟ୍ରୋଲ ହରାଇ ସାରିଥିଲି। ଆଉ ମୁଁ ମଧ୍ୟ ତାକୁ ବହୁତ ଜୋରରେ କୁଣ୍ଢେଇକି ଚୁମା ଦେବାକୁ ଲାଗିଲି। ମୁଁ ତାର ଦୁଧ ଦୁଇଟାକୁ ସେ କପଡ଼ା ଉପରେ ଧରି ଦୁଇ ହାତରେ ଅଟା ଦଳିଲା ଭଳିଆ ଦଳିବାକୁ ଲାଗିଲି ଆଉ ଚୁମା ବି ଦେଉଥିଲି। ତାପରେ ମୁଁ ତାକୁ ମୋ ହାତରେ ଟେକି ନେଇ ବେଡ଼ରୁମ୍କୁ ନେଇଗଲି। ଖଟ ଉପରେ ଶୁଆଇ ଦେଇ ତା ଜିନ୍ସକୁ ଖୋଲିଲି। ଏବେ ସିଏ ମୋ ପାଖରେ ଖାଲି ଚଡ଼ି ଆଉ ଉପରବାଲା କପଡ଼ାରେ ଥିଲା।
ମୁଁ ତା କପଡ଼ାକୁ ଖୋଲି ଦେଇ ତାର ଦୁଧ ଦୁଇଟାକୁ ହାଲକା କଲି। ତା ଦୁଧ ଦୁଇଟା ବହୁତ ଟାଇଟ୍ ଆଉ ମସ୍ତ ଲାଗୁଥିଲା। ମୁଁ ତା ବିଆକୁ ରଗଡ଼ିବା ଆରମ୍ଭ କଲି। ବହୁତ ମଜା ଲାଗୁଛି କହି ସେ ଗରମ ହେବାକୁ ଲାଗୁଥିଲା। ଆଉ ମୁଁ ତାର ଚଡ଼ି ଭିତରେ ହାତ ପୁରେଇଲି ଆଉ ତା ବିଆକୁ ସଲସଲ କଲି। ସେ ତ ଏକଦମ ଗରମ ହୋଇଯାଇଥିଲା। ତାପରେ ମୁଁ ମୋର ଦୁଇଟା ଆଙ୍ଗୁଳିକୁ ତାରି ଭିତରେ ପୁରେଇ ଭିତର ବାହାର କରି ଗବ ଗବ କରୁଥାଏ। ତା ବିଆ ପୁରା ଓଦା ହୋଇଯାଇଥିଲା ଆଉ ତା ଚଡ଼ି ବି। ମୁଁ ତାର ଚଡ଼ିକୁ ଖୋଲିଲି ଆଉ ତା ପେଟକୁ ଚୁମା ଦେଉଥିଲି। ତା ବିଆରେ ମୁଁ ମୁହଁକୁ ରଖିଲି ଆଉ ତା ବିଆକୁ ମୋ ଜିଭରେ ଚାଟିବା ଆରମ୍ଭ କଲି। ସେ ବହୁତ ମଜା ନେଉଥିଲା। ଏମିତି କିଛି ସମୟ ପରେ ସେ ମୋର କପଡ଼ା ମଧ୍ୟ ଖୋଲିଲା ଆଉ ମୋର ବାଣ୍ଡକୁ ଚଡ଼ି ଭିତରୁ ବାହାର କରି ପାଟିରେ ପୁରେଇ ଚଷିବାକୁ ଲାଗିଲା। କି ଆନନ୍ଦ ଲାଗୁଥିଲା। ସେ ଏମିତି ଭାବରେ ମୋର ବାଣ୍ଡକୁ ଚଷୁଥିଲା ଯେ ଯେମିତି ସେ ଏକ ଲଲିପପକୁ ଚଷୁଛି। ମୁଁ ପୁରା ଜୋସ୍ରେ ଭରି ଯାଇଥିଲି ଆଉ ତା ପାଟିରେ ମୋର ବାଣ୍ଡକୁ ପୁରେଇ ପାଖାପାଖି 10ରୁ 15 ମିନିଟ୍ ରଖିଲି। ହେରା କିଛି ସମୟ ପରେ ମୋ ବାଣ୍ଡରୁ ବୀର୍ଯ୍ୟ ବାହାରିଗଲା ଆଉ ତା ପାଟିରେ ରହିଗଲା। ସେ ମୋର ସବୁ ପାଣିକୁ ପିଇଲା ଆଉ ମୋର ବାଣ୍ଡକୁ ଚାଟି ଚାଟି ପୁରା ସଫା କଲା। ତାପରେ ମୁଁ ମୋର ବାଣ୍ଡକୁ ତା ବିଆରେ ଘଷିବାକୁ ଲାଗିଲି। ସେ କହିଲା, ପ୍ରକାଶ, ମୁଁ ଆଉ ରହିପାରୁନି। ତମେ ଜଲ୍ଦି ତମର ବାଣ୍ଡକୁ ମୋ ବିଆ ଭିତରେ ପୁରେଇ ଦିଅ। ମୁଁ ଆଉ ଡେରି ନ କରି ଗୋଟେ ଧକ୍କାରେ ମୋର ବାଣ୍ଡକୁ ସିଧା ତା ବିଆ ଭିତରେ ପୁରେଇ ଦେଲି। ସେ ଚିଲେଇବା ଆରମ୍ଭ କଲା। କହିଲା, ପ୍ରକାଶ, ଧୀରେ ଧୀରେ ପୁରାଅ, ମୋତେ ଭାରି କଷ୍ଟ ହେଉଛି। କିନ୍ତୁ ମୁଁ ତା କଥାକୁ ନ ଶୁଣି ତାକୁ ଜୋରସୋର ଗେଇବା ଆରମ୍ଭ କଲି। ସେ ଖାଲି ଚିଲେଇ ଉଠୁଥିଲା, ପ୍ରକାଶ, ମୋତେ ଭଲରେ ପେଲ ଆଉ ମୋ ବିଆକୁ ଆଜି ପୁରା ଫାଡ଼ି ଦିଅ। 15 ମିନିଟ୍ ଗେଇବା ପରେ ତା ବିଆରୁ ପଚ୍ ପଚ୍ ଶବ୍ଦ ଆସିବାକୁ ଲାଗିଲା। ମୁଁ ଜାଣିଗଲି ତା ବିଆ ଏବେ ଝଡ଼ିବ। ମୁଁ ଆହୁରି ଜୋରରେ ପେଲିବା ଆରମ୍ଭ କଲି ଆଉ ତା ବିଆରୁ ସବୁ ପାଣି ବାହାରିଗଲା। କିନ୍ତୁ ମୁଁ ତାକୁ ସେମିତି ପେଲି ଚାଲିଥିଲି। କିଛି ସମୟ ପରେ ମୁଁ ବି ଝଡ଼ିଗଲି ଆଉ ମୁଁ ମୋର ବାଣ୍ଡକୁ ତା ବିଆ ଭିତରୁ ବାହାର କରି ତା ମୁହଁରେ ସବୁ ମୋର ଗରମ ଗରମ ଧଳା ଧଳା ବହଳିଆ ବୀର୍ଯ୍ୟକୁ ଛାଡ଼ିଲି। ସେ ବହୁତ ଖୁସି ଥିଲା। ମୁଁ ତାକୁ କହିଲି, ମୁଁ ତୁମର ସବୁ ଇଚ୍ଛା ପୂରଣ କଲି, କିନ୍ତୁ ଶ୍ରାବଣୀକୁ ଯେମିତି ଆମ କଥା ଜଣା ନ ପଡ଼େ। ମୁଁ ତାପରେ ସେଠୁ ପଳେଇ ଆସିଲି। ସେଇଦିନଠାରୁ ମୁଁ ତାକୁ କେତେଥର ଗେହିଛି ଆଉ ତା ଗାଣ୍ଡିରେ ବି ନିର୍ଧୁମ ଗେହିଛି। ତା ଗାଣ୍ଡି, ତା ବିଆ, ତା ପାଟି, ଓଠ, ନାକ, କାନ ସବୁ ଜାଗାରେ ମୋର ବାଣ୍ଡକୁ ରଗଡ଼ି ରଗଡ଼ି ବେଶୀ ତା ଗାଣ୍ଡି ଆଉ ପାଟି ଆଉ ଦୁଧରେ ଆଉ ବିଆରେ ଗେହିଛି। ପାଠକମାନେ, ମୋ କାହାଣୀ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆଉ ହଁ, ଆପଣମାନଙ୍କୁ କେଉଁଭଳି ଝିଅ ବେଶୀ ପସନ୍ଦ ସେଇଟା ବି କମେଣ୍ଟ କରି କୁହନ୍ତୁ। ଆପଣଙ୍କୁ ବିବାହିତା ମହିଳା ବେଶୀ ପସନ୍ଦ ନା ଅଳ୍ପ ବୟସର ଟୋକି ବେଶୀ ପସନ୍ଦ ସେଇଟା କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଆଉ ଗୋଟେ କଥା, ଏ କାହାଣୀରେ ଥିବା ସମସ୍ତ ଚରିତ୍ର ଓ ଘଟଣା ସମ୍ପୂର୍ଣ୍ଣ କାଳ୍ପନିକ ଅଟେ। ଏହା କେବଳ ଆପଣମାନଙ୍କର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ। ଏଥିରେ ଆପଣମାନଙ୍କର ମତାମତ ଆପଣ ନିଶ୍ଚୟ ଜଣାଇବେ। ରହୁଛି, ଦେଖା ହେବା ଆଉ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।